ଜେଜେବାପା ବାପା ଭାଇ ସମ୍ପତ୍ତିରେ ଅଂଶ ଦେଉନାହାନ୍ତି। ପୈତୃକ ସମ୍ପତ୍ତିରେ ଆପଣ କିପରି ନିଜର ଅଧିକାର ପାଇପାରିବେ ଜାଣନ୍ତୁ। ପୈତୃକ ସମ୍ପତ୍ତି ଅଧିକାର ଦେଖନ୍ତୁ, ଆଜିକା ଡେଟ୍ରେ ଯଦି କେହି ବି ଆପଣମାନଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରୁଛନ୍ତି ଯେ ଆପଣମାନେ ବିନା ପ୍ରତିବନ୍ଧକରେ ଆପଣ ପୈତୃକ ସମ୍ପତ୍ତି କେମିତି ପ୍ରାପ୍ତ କରିପାରିବେ, ଏହାର ଆଇନ କାନୁନ କ'ଣ ହୋଇଛି, କେଉଁ ବାଟରେ ଗଲେ ଆପଣମାନେ ବିନା ବାଧାରେ ଆପଣ ପୈତୃକ ସମ୍ପତ୍ତି ଗୁଡ଼ିକ ହାସଲ କରିପାରିବେ, ଡିଟେଲ୍ସ ଯାହାକି ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ କ'ଣ ପ୍ରୋସେସ୍ ରହିଛି ମୁଁ ଜଣେଇବି। ତ ସେଥିପାଇଁ ଆପଣ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ ବୁଝିପାରିବେ। ତ ଏପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, କାରଣ ଦୈନନ୍ଦିନ ଜୀବନରେ ଜଡ଼ିତ ଯୋଜନା ବିଷୟରେ ଆପଣମାନେ ଅପଡେଟ୍ ଗୁଡ଼ିକ ଆଗ ପାଇପାରିବେ। ପୈତୃକ ସମ୍ପତ୍ତି ଅଧିକାର ଭାରତରେ ଶତାବ୍ଦୀ ଧରି ଚାଲି ଆସୁଥିବା ମିଳିତ ପରିବାରର ବ୍ୟବସ୍ଥା ଧୀରେ ଧୀରେ ପରିବର୍ତ୍ତନ ହେଉଛି। ପୂର୍ବରୁ ଅନେକ ପିଢ଼ି ଏକାଠି ରହୁଥିଲେ ଏବଂ ସମ୍ପତ୍ତି ବାଣ୍ଟି ନେଉଥିଲେ। ଏବେ ଅଣୁ ପରିବାରର ଧାରା ବୃଦ୍ଧି ପାଉଛି। ସହରୀକରଣ, ଚାକିରି ସୁଯୋଗ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଆକାଂକ୍ଷା ସମେତ ସାମାଜିକ ଏବଂ ଆର୍ଥିକ କାରଣ ଉଭୟ ହେତୁ ଏହି ପରିବର୍ତ୍ତନ ଘଟୁଛି। ଏହି ପରିବର୍ତ୍ତିତ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଅଂଶ ଦାବି କରୁଥିବାରୁ ସମ୍ପତ୍ତି ବିଭାଜନକୁ ନେଇ ବିବାଦ ବୃଦ୍ଧି ପାଉଛି। ଯେତେବେଳେ ପାରିବାରିକ ସମ୍ପତ୍ତିର ମାଲିକାନା ସ୍ପଷ୍ଟ ନଥାଏ କିମ୍ବା କିଛି ସଦସ୍ୟ ଅନ୍ୟମାନଙ୍କ ଅଧିକାରକୁ ସ୍ୱୀକାର କରିବାକୁ ମନା କରନ୍ତି, ତେବେ ଏହି ସମସ୍ୟା ବିଶେଷ ଭାବରେ ଗମ୍ଭୀର ହୋଇଯାଏ। ପରିସଂଖ୍ୟାନ ଦର୍ଶାଏ ଯେ ପ୍ରାୟ ପ୍ରତ୍ୟେକ ତୃତୀୟ ଭାରତୀୟ ପରିବାରରେ ସମ୍ପତ୍ତିକୁ ନେଇ କିଛି ନା କିଛି ବିବାଦ ରହିଛି। ଆଜିର ସମୟରେ ପରିବାର ସମ୍ପର୍କରେ ତିକ୍ତତା ମୁଖ୍ୟ କାରଣ ପାଲଟିଛି ସମ୍ପତ୍ତି ବିବାଦ। ଅନେକ କ୍ଷେତ୍ରରେ ଏହି ବିବାଦ ଗୁଡ଼ିକ ପାରିପାର୍ଶ୍ୱିକ ଆଲୋଚନା ଦ୍ୱାରା ସମାଧାନ ହୋଇଥାଏ, କିନ୍ତୁ ଅଧିକାଂଶ ପରିସ୍ଥିତିରେ ଆଇନଗତ ହସ୍ତକ୍ଷେପ ଆବଶ୍ୟକ ହୋଇଥାଏ। ସମ୍ପତ୍ତି ଅଧିକାର କରିବାର ଇଚ୍ଛା ଏତେ ପ୍ରବଳ ଯେ ଭାଇ ଏବଂ ପିତା ଏବଂ ପୁତ୍ରଙ୍କ ମଧ୍ୟରେ ଏକ କଠିନ ଅଦାଲତ ଲଢ଼େଇ ଆରମ୍ଭ ହୁଏ। ଏହି ପରିସ୍ଥିତି ବିଶେଷ କରି ମହିଳାମାନଙ୍କ ସହିତ ଅଧିକ ଦେଖାଯାଏ, ଯେଉଁଠାରେ ସେମାନେ ସେମାନଙ୍କର ବୈଧ ଅଧିକାରରୁ ବଞ୍ଚିତ ହୁଅନ୍ତି। ପାରମ୍ପରିକ ଚିନ୍ତା ଯୋଗୁଁ ଆଜି ମଧ୍ୟ ଅନେକ ପରିବାରରେ ଏହା ବିଶ୍ୱାସ କରାଯାଏ ଯେ ଝିଅର ଘର ତାଙ୍କ ଶ୍ୱଶୁର ଘର ଏବଂ ତେଣୁ ତାଙ୍କ ପିତାମାତାଙ୍କ ସମ୍ପତ୍ତି ଉପରେ ତାଙ୍କର କୌଣସି ଅଧିକାର ନାହିଁ। ଏହି ବିଶ୍ୱାସ ଆଇନଗତ ଭାବରେ ଭୁଲ ଏବଂ ମହିଳାଙ୍କ ମୌଳିକ ଅଧିକାରରୁ ଉଲ୍ଲଂଘନ କରେ। ହିନ୍ଦୁ ଆଇନ ଅନୁଯାୟୀ ପୈତୃକ ସମ୍ପତ୍ତି ହେଉଛି ସେହି ସମ୍ପତ୍ତି ଯାହା ପୂର୍ବପୁରୁଷଙ୍କ ଠାରୁ 4 ପିଢ଼ି ଧରି ଚାଲିଆସିଛି। ଯଦି କୌଣସି ସମ୍ପତ୍ତି ପିତା, ଜେଜେବାପା, ପ୍ରପିତାମହଙ୍କ ଠାରୁ ଚାଲିଆସିଥାଏ, ତେବେ ଏହାକୁ ପୈତୃକ ସମ୍ପତ୍ତି କୁହାଯାଏ। ଏହି ପ୍ରକାର ସମ୍ପତ୍ତିର ଅଧିକାର ଜନ୍ମ ସହିତ ଅର୍ଜନ କରାଯାଏ ଏବଂ ଏହାକୁ ବିକ୍ରୟ କିମ୍ବା ହସ୍ତାନ୍ତର କରିବା ପାଇଁ ସମସ୍ତ ସହ ପ୍ରତିନିଧିଙ୍କ ସମ୍ମତି ଆବଶ୍ୟକ। ପୈତୃକ ସମ୍ପତ୍ତି ବାଣ୍ଟିବା ସମୟରେ ସମସ୍ତ ଆଇନଗତ ଅଧିକାରୀ ସମାନ ଅଂଶ ପାଇବା ଉଚିତ। ଏହି ସମ୍ପତ୍ତି ସ୍ୱ-ଅର୍ଜିତ ସମ୍ପତ୍ତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଣେ ବ୍ୟକ୍ତିର ସ୍ୱ-ଅର୍ଜିତ ସମ୍ପତ୍ତି ଉପରେ ପୂର୍ଣ୍ଣ ଅଧିକାର ଅଛି ଏବଂ ସେ ଏହାକୁ ତାଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କୁ ଦେଇପାରିବେ କିମ୍ବା ଏକ ଇଚ୍ଛାପତ୍ରରେ ଲେଖିପାରିବେ। ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ 2005 ଭାରତୀୟ ମହିଳାଙ୍କ ସ୍ଥିତିରେ ଏକ ବିପ୍ଳବୀ ପରିବର୍ତ୍ତନ ଆଣିଛି। ଏହି ଆଇନ ପୂର୍ବରୁ ପରିବାରର କେବଳ ପୁରୁଷ ସଦସ୍ୟଙ୍କର ପୈତୃକ ସମ୍ପତ୍ତି ଉପରେ ଅଧିକାର ଥିଲା ଏବଂ ମହିଳାମାନେ କେବଳ ଭରଣପୋଷଣ ଅଧିକାର ପାଉଥିଲେ। 1956 ମସିହାରେ ନିର୍ମିତ ମୂଳ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା 6ରେ 2005 ମସିହାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପରେ ଝିଅମାନେ ମଧ୍ୟ ପୁଅ ପରି ସମାନ ଅଧିକାର ପାଉଛନ୍ତି। ବର୍ତ୍ତମାନ ଆଇନଗତ ଭାବରେ ଜଣେ ଝିଅର ପୁଅ ପରି ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି। ଏହି ପରିବର୍ତ୍ତନ ଭାରତୀୟ ସମାଜରେ ଲିଙ୍ଗଗତ ଅସମାନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ମହିଳାମାନଙ୍କର ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ଏବଂ ସେମାନଙ୍କର ସାମାଜିକ ସ୍ଥିତିରେ
ଉନ୍ନତି ଆଣିବାର ସମ୍ଭାବନାକୁ ବୃଦ୍ଧି କରିଥିଲା। ପୈତୃକ ସମ୍ପତ୍ତିର ଅଧିକାର ଜନ୍ମ ସମୟରେ ଅର୍ଜିତ ହୋଇଥାଏ ଏବଂ ଏହା କାହାର ଅନୁଗ୍ରହ କିମ୍ବା ଦାନ ଉପରେ ନିର୍ଭର କରେ ନାହିଁ। ଜେଜେବାପା, ବାପା କିମ୍ବା ଭାଇ ଯାହା କହିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଅଂଶ ଉପରେ ଆଇନଗତ ଅଧିକାର ଅଛି। ଏହି ଅଧିକାର ସେତେବେଳେ ମଧ୍ୟ ରହିଥାଏ ଯେତେବେଳେ ବ୍ୟକ୍ତି ବିବାହ କରନ୍ତି କିମ୍ବା ପରିବାରଠାରୁ ପୃଥକ ଭାବରେ ରହିବା ଆରମ୍ଭ କରନ୍ତି। ମହିଳାଙ୍କ କ୍ଷେତ୍ରରେ ବିବାହ ପରେ ମଧ୍ୟ ସେମାନଙ୍କ ମାତାଙ୍କ ଘରର ପୈତୃକ ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ରହିଥାଏ। ସମ୍ପତ୍ତି ବିଭାଜନ ସମୟରେ ସମସ୍ତ ଦାବିଦାରଙ୍କୁ ସମାନ ଅଂଶ ମିଳିବା ଉଚିତ। ଯଦି ସମ୍ପତ୍ତି ବିକ୍ରୟ କରାଯାଉଛି ତେବେ ବିକ୍ରୟରୁ ପ୍ରାପ୍ତ ପରିମାଣରେ ସମସ୍ତଙ୍କର ସମାନ ଅଂଶ ରହିବା ଉଚିତ। କୌଣସି ବ୍ୟକ୍ତି ଏକପକ୍ଷିଆ ନିଷ୍ପତ୍ତି ନେଇ ସମ୍ପତ୍ତି ବିକ୍ରୟ କିମ୍ବା ହସ୍ତାନ୍ତର କରିପାରିବେ ନାହିଁ। ଆସନ୍ତୁ ଜାଣିବା ଏହାର ଆଇନଗତ ପ୍ରତିକାର ଏବଂ ପ୍ରଣାଳୀ କ'ଣ ରହିଛି। ଯଦି ପରିବାରର ଅନ୍ୟ ସଦସ୍ୟମାନେ ପୈତୃକ ସମ୍ପତ୍ତିରେ ଅଂଶ ଦେବାକୁ ମନା କରନ୍ତି ତେବେ ପ୍ରଥମେ ଏକ ଆଇନଗତ ନୋଟିସ୍ ପଠାଯିବା ଉଚିତ। ଏହି ନୋଟିସ୍ରେ ବ୍ୟକ୍ତି ନିଜର ଅଧିକାର ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଉଚିତ ଏବଂ ଏକ ଚୁକ୍ତିଯୁକ୍ତ ସମୟସୀମା ମଧ୍ୟରେ ସମ୍ପତ୍ତିର ବିଭାଜନ ଦାବି କରିବା ଉଚିତ। ଯଦି ନୋଟିସ୍ର କୌଣସି ଉତ୍ତର ନ ମିଳେ କିମ୍ବା ସନ୍ତୋଷଜନକ ଉତ୍ତର ନ ମିଳେ ତେବେ ସିଭିଲ କୋର୍ଟରେ ଏକ ମାମଲା ଦାୟର କରିବା ଆବଶ୍ୟକ ହୋଇଯାଏ। ମାମଲାଟି ସମ୍ପତ୍ତିର ବିବରଣୀ, ଜଣଙ୍କର ଅଧିକାର ଆଧାର ଏବଂ ଆଗ୍ରହୀ ପ୍ରତିକାର ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଉଚିତ। ମାମଲା ଦାୟର କରିବା ସମୟରେ କୋର୍ଟକୁ ଅନୁରୋଧ କରିବା ଉଚିତ ଯେ ମାମଲା ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ପତ୍ତି ବିକ୍ରୟ କିମ୍ବା ହସ୍ତାନ୍ତର ନ କରାଯାଉ। ଯଦି ସମ୍ପତ୍ତି ପୂର୍ବରୁ ବିକ୍ରୟ ହୋଇସାରିଛି ତେବେ କ୍ରେତାଙ୍କୁ ମଧ୍ୟ ମାମଲା ପାଇଁ ଏକ ପକ୍ଷ କରାଯିବା ଉଚିତ ଏବଂ ତାଙ୍କ ଅଂଶର ପୁନରୁଦ୍ଧାର ଦାବି କରାଯିବା ଉଚିତ। ଆସନ୍ତୁ ଜାଣିବା ପ୍ରମାଣ ଏବଂ ଦଲିଲ ଗୁଡ଼ିକର ଗୁରୁତ୍ୱ କ'ଣ ରହିଛି। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ପ୍ରମାଣ ଏବଂ ଦଲିଲର ଭୂମିକା ନିର୍ଣ୍ଣାୟକ। ପୈତୃକ ସମ୍ପତ୍ତି ପ୍ରମାଣ କରିବା ପାଇଁ ପୁରୁଣା ସମ୍ପତ୍ତି କାଗଜପତ୍ର, ରେଜିଷ୍ଟ୍ରି ଡକୁମେଣ୍ଟ, ଖତିଆନ, ମ୍ୟୁଟେସନ ରେକର୍ଡ ଏବଂ ପରିବାରର ଅଂଶାବଳୀ ସୂଚନା ସଂଗ୍ରହ କରିବାକୁ ପଡ଼ିବ। ଯଦି ସମ୍ପତ୍ତି 4 ପିଢ଼ି ଧରି ପରିବାରର ଅଛି ତେବେ ଏଥିପାଇଁ ଦୃଢ଼ ପ୍ରମାଣ ପ୍ରଦାନ କରିବାକୁ ପଡ଼ିବ। ସମ୍ପତ୍ତିର ପାରିବାରିକ ପ୍ରକୃତି ନିଶ୍ଚିତ କରିପାରୁଥିବା ସାକ୍ଷ୍ୟଙ୍କ ସାକ୍ଷ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। କେତେବେଳେ ପୁରୁଣା କାଗଜପତ୍ର ନଷ୍ଟ ହୋଇଯାଏ କିମ୍ବା ହଜିଯାଏ। ଏହିପରି ପରିସ୍ଥିତିରେ ତହସିଲ, ପଟୁଆରୀ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରୁ କାଗଜପତ୍ରର କପି ନେବାକୁ ପଡ଼ିପାରେ। ପାରିବାରିକ ସମ୍ପର୍କ ପ୍ରମାଣିତ କରିବା ପାଇଁ DNA ପରୀକ୍ଷା ମଧ୍ୟ ଆଧୁନିକ ଉପାୟ ଅଟେ। ଏହାପରେ ଆସନ୍ତୁ ଜାଣିବା କୋର୍ଟର ପ୍ରକ୍ରିୟା ଏବଂ ସମୟସୀମା କ'ଣ ରହିଛି। ସମ୍ପତ୍ତି ମାମଲାଗୁଡ଼ିକ ସାଧାରଣତଃ ଦୀର୍ଘ ସମୟ ଧରି ପଡ଼ି ରହିଥାଏ ଏବଂ ଏଥିରେ ବହୁତ ସମୟ ଲାଗିପାରେ। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ମାମଲାଗୁଡ଼ିକର ବକେୟା ଏକ ବଡ଼ ସମସ୍ୟା। ଯଦିଓ କୋର୍ଟଗୁଡ଼ିକ ଶୀଘ୍ର ନିଷ୍ପତ୍ତି ଦେବାକୁ ଚେଷ୍ଟା କରୁଛନ୍ତି, ଜଟିଳ ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ସମାଧାନ ହୋଇପାରେ। ତେଣୁ ଧୈର୍ଯ୍ୟ ରଖିବା ଏବଂ ଆଇନଗତ ପ୍ରକ୍ରିୟାକୁ ନିରନ୍ତର ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ। ବିଚାର ସମୟରେ ସମାଧାନର ସମ୍ଭାବନା ମଧ୍ୟ ରହିଛି। ଯଦି ସମସ୍ତ ପକ୍ଷ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ପ୍ରସ୍ତୁତି ହୁଅନ୍ତି ତେବେ କୋର୍ଟ ମଧ୍ୟସ୍ଥ ମାଧ୍ୟମରେ ଏକ ସମାଧାନ ହୋଇପାରିବ ଯାହା ସମସ୍ତଙ୍କ ପାଇଁ ଭଲ। ଏହାର ପ୍ରତ୍ୟାଖ୍ୟାନ କ'ଣ ରହିଛି ଆସନ୍ତୁ ଜାଣିବା। ଏହି ଭିଡ଼ିଓଟି ସାଧାରଣତଃ ଆଇନଗତ ସୂଚନା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ସମ୍ପତ୍ତି ଆଇନ ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ ଏବଂ ପ୍ରତ୍ୟେକ ମାମଲା ଏହାର ନିର୍ଦ୍ଦିଷ୍ଟ ପରିସ୍ଥିତି ଅନୁସାରେ ଭିନ୍ନ। କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଜଣେ ଯୋଗ୍ୟ ଓକିଲଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ।